କାଲି ହେଉଛି ମକର ସଂକ୍ରାନ୍ତି। ତ ସେଇ ବିଷୟରେ କିଛିଟା ଜାଣିବା କଥା। ଆସନ୍ତୁ ସଂକ୍ରାନ୍ତି ପୂର୍ବରୁ ଜାଣିନେବା। ମକର ସଂକ୍ରାନ୍ତି ହେଉଛି ଓଡ଼ିଆମାନଙ୍କର ଏକ ବଡ଼ ପର୍ବ। ଓଡ଼ିଶା ବାହାରେ ମଧ୍ୟ ମକର ସଂକ୍ରାନ୍ତି ପାଳନ ହୋଇଥାଏ। ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତିକୁ ବଡ଼ ଆକାରରେ ପାଳନ କରାଯାଏ। ସେମାନେ ପୋଙ୍ଗଲ ବୋଲି କୁହନ୍ତି। 3 ଦିନ ଧରି ସେମାନେ ଏହି ପୋଙ୍ଗଲ ପର୍ବକୁ ପାଳନ କରନ୍ତି। ମକର ସଂକ୍ରାନ୍ତିରେ ସାଙ୍ଗମାନେ ମକର ବସନ୍ତି। ସଂକ୍ରାନ୍ତିରେ ପିଲାମାନେ ଗୁଡ଼ି ଉଡ଼ାଇଥାନ୍ତି। ଆଉ ମକର ସଂକ୍ରାନ୍ତି ଦିନ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଏ। ଠାକୁରଙ୍କ ପାଖରେ ମକର ଭୋଗ ଲାଗି କରାଯାଏ। ସୂର୍ଯ୍ୟଙ୍କର ବିଶେଷ ପୂଜା ମଧ୍ୟ ଏହି ମକର ଦିନ କରାଯାଏ। ମକର ସଂକ୍ରାନ୍ତି ଦିନରେ ଆମିଷ ଖାଇବା କି କୌଣସି ପିତା ଜିନିଷ ପୋଡ଼ାପୋଡ଼ି ଜିନିଷ ଖାଇବା ଉଚିତ ନୁହେଁ। ଏହି ଦିନ ସୂର୍ଯ୍ୟ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଗମନ କରିଥାନ୍ତି। ସଂକ୍ରାନ୍ତି ପରେ ଦିନ ବଡ଼ ହେବା ଆରମ୍ଭ ହୁଏ ଆଉ ରାତି ଛୋଟ ହେବା ଆରମ୍ଭ ହୋଇଥାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ବିଶେଷ ପୂଜା କରାଯାଇଥାଏ। ଯେମିତି ପୌଷ ମାସରେ ସୂର୍ଯ୍ୟଙ୍କର ଶାମ୍ବ ଦଶମୀ ପଡ଼ିଥାଏ ଆଉ ବିଶେଷ ପୂଜା କରାଯାଏ, ସେମିତି ଏହି ମକର ସଂକ୍ରାନ୍ତିରେ ମଧ୍ୟ ସୂର୍ଯ୍ୟଙ୍କର ବିଶେଷ ପୂଜା କରାଯାଇଥାଏ। ସକାଳୁ ସକାଳୁ ସୂର୍ଯ୍ୟଙ୍କୁ ଜଳରେ ନାଲି ଫୁଲ ନାଲି ସିନ୍ଦୁର ପକାଇ ଅର୍ଘ୍ୟ ଦିଆଯାଏ। ସୂର୍ଯ୍ୟଙ୍କ ପାଖରେ ମକର ଚାଉଳ, ଅଟକାଳି ପିଠା ଇତ୍ୟାଦି ପୂଜା କରାଯାଇଥାଏ। ସଂକ୍ରାନ୍ତିର ପୂର୍ବଦିନ ଠାରୁ ଘରକୁ ସଫାସଫି କରି ଧୁଆଧୁଇ କରି ଲିପାପୋଛା କରିଦେବା ଉଚିତ, ଯେମିତି ଆମେ ଅନ୍ୟ ପର୍ବମାନଙ୍କରେ କରନ୍ତି। ଘରର ସବୁ ଅଳନ୍ଧୁକୁ ସଫା କରିଦେବା ଉଚିତ। ମକରର ପୂର୍ବଦିନ ଠାରୁ ଠାକୁର ଘର ମଧ୍ୟ ସଫା କରିନେବା ଉଚିତ। ଠାକୁରଙ୍କ ବାସନ ଯାହା ସବୁ ପୂଜାରେ ଆମେ ବ୍ୟବହାର କରିଥାନ୍ତି ତାକୁ ମଧ୍ୟ ଆମେ ପୂର୍ବଦିନଠାରୁ ଧୋଇକି ରଖିନେବା ଉଚିତ। ଏ ବର୍ଷର ମକର ସଂକ୍ରାନ୍ତି ଜାନୁଆରୀ 14 ତାରିଖରେ ପଡ଼ୁଛି, ମାନେ କାଲି ବୁଧବାର ହେଉଛି ମକର ସଂକ୍ରାନ୍ତି। ତା ସହିତ ଏକାଦଶୀର ତିଥି ମଧ୍ୟ କାଲି ରହୁଛି। ମକର ସଂକ୍ରାନ୍ତି ଦିନ ସମସ୍ତେ ସକାଳୁ ସକାଳୁ ସ୍ନାନ ସାରି ଭଲ ଲୁଗା ପିନ୍ଧି ମନ୍ଦିରକୁ ଠାକୁରଙ୍କ ଦର୍ଶନ କରିବା ପାଇଁ ଯିବା ଉଚିତ। ପାଖରେ ଥିବା ଜଗନ୍ନାଥ ମନ୍ଦିରକୁ ନିଶ୍ଚୟ ଦର୍ଶନ କରିବା ପାଇଁ ଯିବା ଉଚିତ। ଯଦି ଆପଣମାନେ ପୁରୀରେ ରହୁଛନ୍ତି କିମ୍ବା ତା ପାଖି ଅଞ୍ଚଳରେ ରହୁଛନ୍ତି, ତାହେଲେ ନିଶ୍ଚୟ ପୁରୀରେ ଯାଇ ଠାକୁରଙ୍କ ଦର୍ଶନ କରିବା ଉଚିତ। ବଡ଼ ଠାକୁର ଏହି ଦିନ ମକର 84 ବେଶ ହୋଇଥାନ୍ତି, ଯାହାକି ବହୁତ ସୁନ୍ଦର ବେଶ ହୋଇଥାଏ। ପୁଷ ମାସକୁ ଫମ୍ପା ମାସ ବୋଲି ସମସ୍ତେ କୁହନ୍ତି। ଏହି ମାସରେ କୌଣସି ବି ଶୁଭ କାମ କରାଯାଏ ନାହିଁ। ମା ଲକ୍ଷ୍ମୀ ପୁଷ ମାସରେ ତାଙ୍କ ବାପ ଘରକୁ ଯାଇଥାନ୍ତି ଏବଂ ମକର ସଂକ୍ରାନ୍ତିରେ ବଡ଼ ଦିନକୁ ସେ ଫେରି ଆସିଥାନ୍ତି। ସେହି ଅନୁସାରେ ପ୍ରତ୍ୟେକ ଝିଅମାନେ ମଧ୍ୟ ପୁଷ ମାସରେ ବାପ ଘରକୁ ଯାଇଥାନ୍ତି। ସଂକ୍ରାନ୍ତି ପରେ ଅର୍ଥାତ୍ ମାଘ ମାସରେ ଶାଶୁ ଘରକୁ ସେମାନେ ଫେରି ଆସିଥାନ୍ତି। ତାପରେ ଆମର ମକର ସଂକ୍ରାନ୍ତି ପରେ ପରେ ହିଁ ଯେତେ ସବୁ ଶୁଭ କାମ, ବାହାଘର, ବ୍ରତ ଏସବୁ କାର୍ଯ୍ୟ କରାଯାଏ। କିନ୍ତୁ ପୌଷ ମାସରେ ଯେହେତୁ ଝିଅ ବାପ ଘରେ ଯିବାର ବିଧି ରହିଛି, ତେଣୁ ସେହି ମାସରେ କିଛି ବି ହୁଏ ନାହିଁ। କିନ୍ତୁ ମକର ସଂକ୍ରାନ୍ତି ପରେ ସବୁ ଶୁଭ କାମର ଆରମ୍ଭ କରାଯାଏ। ମକର ଚାଉଳ ତିଆରି କରିବା ପରେ ଆମେ ପ୍ରଥମେ ସୂର୍ଯ୍ୟଙ୍କୁ ପୂଜା କରିବା, ତୁଳସୀଙ୍କର ପୂଜା କରିବା, ତାପରେ ଯାଇକି ଶେଷରେ ଘର ଠାକୁରଙ୍କର ପୂଜା କରିବା। ଏହି ଦିନ ଠାକୁରଙ୍କ ପାଖରେ ମକର ଚାଉଳର ଭୋଗ ସମସ୍ତେ ନିଶ୍ଚୟ ଲଗାଇବା ଉଚିତ। ଶ୍ରୀମନ୍ଦିରରେ ଜଗନ୍ନାଥ ଏହି ଦିନ ମକର 84 ବେଶ ହୋଇଥାନ୍ତି। ଫୁଲରେ ଯାହାକି ଭଗବାନ ସଜେଇ ହୋଇଥାନ୍ତି। ବିଭିନ୍ନ ପ୍ରକାରର ଫୁଲରେ ଭଗବାନ ଏହି ଦିନ ସଜେଇ ହୁଅନ୍ତି, ବେଶ ନିଅନ୍ତି। ଆଉ ବିଶେଷ କରି ଗେଣ୍ଡୁ ଫୁଲରେ ଭଗବାନ ଏହି ଦିନ ସଜେଇ ହୋଇଥାନ୍ତି ଆଉ ମକର 84 ବେଶ ହୋଇଥାନ୍ତି। ମା ଲକ୍ଷ୍ମୀ ତାଙ୍କ ବାପ ଘରୁ ଆଣିଥିବା ଭାର, ଯେମିତିକି ସେ ପୁଷ ମାସରେ ତାଙ୍କ ବାପ ଘରକୁ ଯାଆନ୍ତି ଆଉ ମକର ସଂକ୍ରାନ୍ତିର ପୂର୍ବ ଦିନଠାରୁ ସେ ଶ୍ରୀମନ୍ଦିରକୁ ଆସନ୍ତି। ତ ଯେମିତି ଝିଅମାନେ ଭାର ଆଣନ୍ତି ସାଙ୍ଗରେ, ସେମିତି ମା ଲକ୍ଷ୍ମୀ ମଧ୍ୟ ତାଙ୍କ ବାପା ଘରୁ ଯେଉଁ ଭାର ଆଣନ୍ତି, ଯେମିତି ଅରୁଆ ଚାଉଳ, ଅଦା, ଛେନା, ନବାତ, ଫଳ, କ୍ଷୀର, ଗୁଡ଼ ଏସବୁକୁ ମିଶାଇକି ମକର ଚାଉଳ ଶ୍ରୀମନ୍ଦିରରେ ପ୍ରସ୍ତୁତ କରାଯାଏ। ଠାକୁରଙ୍କ ପାଖରେ ସଂକ୍ରାନ୍ତିରେ ଏହି ଭୋଗ ଲାଗି କରାଯାଏ। ବଡ଼ ଠାକୁରଙ୍କୁ ମକର ଚାଉଳ ବହୁତ ଅଧିକ ପ୍ରିୟ ଅଟେ। ମକର ଚାଉଳ ସଂକ୍ରାନ୍ତି ଦିନ ସମସ୍ତଙ୍କ ଘରେ ପ୍ରସ୍ତୁତ କରାଯାଏ। ଘର ଘର ମଧ୍ୟ ବଣ୍ଟା ଯାଇଥାଏ। ଠାକୁରଙ୍କ ପାଖରେ ଭୋଗ ଲାଗି କରାଯାଏ। ଗାଁରେ ସାଙ୍ଗମାନେ ମକର ବସିଥାନ୍ତି।
ପରସ୍ପର ଦୁଇଜଣ ସାଙ୍ଗ ମକର ଦୁଇଜଣ ଖୁଆଇ ଦେଇକି ମକର ବସନ୍ତି। ତାପରଠାରୁ ଦୁଇଜଣ ପରସ୍ପରକୁ ମକର ବୋଲି ଡାକିଥାନ୍ତି। ମକର ଚାଉଳରେ ଅରୁଆ ଚାଉଳ, ଗୁଡ଼, କ୍ଷୀର, ଅଦା ଛେଚା, ନଡ଼ିଆ, ଗୁଜୁରାତି ଗୁଣ୍ଡ, କଦଳୀ, ଗୋଲମରିଚ ଗୁଣ୍ଡ, ଛେନା, ବିଭିନ୍ନ ଫଳ ପକାଇକି ମକର ଚାଉଳକୁ ପ୍ରସ୍ତୁତ କରାଯାଏ। ଏହା ବହୁତ ସ୍ପେଶାଲ୍ ହୋଇଥାଏ, କାରଣ ଆମର ଜଗନ୍ନାଥଙ୍କ ପାଖରେ ମକର ଚାଉଳ ଭୋଗ ଲାଗେ। ଅରୁଆ ଚାଉଳକୁ ମକର ଚାଉଳରେ ଗୋଟା ପକାଯାଏ, ନହେଲେ ଦରଦରିଆ କୁଟିକି ଟିକେ ମଧ୍ୟ ମକର ଚାଉଳରେ ପକାଯାଇଥାଏ। ପୁରା ପେଷ୍ଟ କରି ଅରୁଆ ଚାଉଳକୁ ପୁରା ପେଷ୍ଟ କରାଯାଏ ନାହିଁ। ଆପଣ ଗୋଟା ପକାଇ ପାରିବେ, ନହେଲେ ନାହିଁ ଦର କୁଟିକି ଟିକେ ପକାଇବେ। ଠାକୁରଙ୍କ ପାଖରେ ଭୋଗ ଲଗାଇବା ପାଇଁ ଗୁଡ଼ର ବ୍ୟବହାର କରିବେ, ଆଉ ଚିନିର କରିବେ ନାହିଁ ବ୍ୟବହାର। ଯଦି ନିଜ ପାଇଁ ମକର ଚାଉଳ ଯେତେବେଳେ ପ୍ରସ୍ତୁତ କରିବେ, ଚିନି ସେଥିରେ ପକାଇକି ମକର ଚାଉଳ ଆପଣ ପ୍ରସ୍ତୁତ କରିପାରିବେ। ଏବେ ଜାଣିବା ମକର ସଂକ୍ରାନ୍ତିରେ କ'ଣ କରିବା ଉଚିତ। ଜାଣିବା ମକର ସଂକ୍ରାନ୍ତି ଦିନରେ ଠାକୁରଙ୍କର ଦର୍ଶନ କରିବା, ସଂକ୍ରାନ୍ତି ବ୍ରତ ରଖିବା ବହୁତ ଶୁଭ ଅଟେ। ଏହି ଦିନ ଯେଉଁମାନେ ସୂର୍ଯ୍ୟନାରାୟଣଙ୍କର ବିଶେଷ ପୂଜା କରିବେ, ଅନେକ ପୁଣ୍ୟ ଫଳ ସେମାନଙ୍କୁ ପ୍ରାପ୍ତ ହୋଇଥାଏ। ଏହି ଦିନଟି ବହୁତ ଶୁଭ ଅଟେ। ମକର ଚାଉଳ ଠାକୁରଙ୍କ ପାଖରେ ଭୋଗ ଲଗାଇବା ସହିତ ଅନ୍ୟମାନଙ୍କୁ ବାଣ୍ଟିବା ମଧ୍ୟ ବହୁତ ଭଲ ଅଟେ। ସଂକ୍ରାନ୍ତିରେ ଅରୁଆ ସେବନ କରିବା ଉଚିତ। ମକର ସଂକ୍ରାନ୍ତି ରାତିରେ ବିଲକୁଲ ବି ଭାତ ଖାଇବା ଉଚିତ ନୁହେଁ। କେବଳ ମକର ସଂକ୍ରାନ୍ତି ନୁହେଁ, ଯେକୌଣସି ମାସରେ ଆମର ଯେଉଁ ସଂକ୍ରାନ୍ତି ପଡ଼େ, ସବୁ ମାସରେ ଯେଉଁ ସଂକ୍ରାନ୍ତି ପଡ଼େ, ରାତିରେ କେବେ ବି ଭାତ ଖାଇବା କଥା ନୁହଁ। ରାତିରେ ଜଳଖିଆ, ହାଲକା ଖାଦ୍ୟ, ଯେମିତିକି ଆପଣ ରୁଟି, ଉପମା ଏସବୁ ଇତ୍ୟାଦି ପିଠା ଇତ୍ୟାଦି କରିକି ଖାଇପାରିବେ, କିନ୍ତୁ ସଂକ୍ରାନ୍ତିରେ କେବେ ଭାତ ଖାଇବା ଉଚିତ ନୁହଁ। ଏହି ଦିନରେ ଆମିଷ, ପିତା ଜିନିଷ, ପୋଡ଼ାପୋଡ଼ି ଏସବୁ ମଧ୍ୟ ମକର ସଂକ୍ରାନ୍ତି ଦିନ ଖାଇବା କଥା ନୁହଁ। ଘରେ ଏହି ଦିନ ଆମ୍ବ ପତ୍ରର ତୋରଣ, ଅଶୋକ ପତ୍ରର ତୋରଣ ଦେବା, ଚିତା ପକାଇବା ବହୁତ ଶୁଭ ଅଟେ। ସଂକ୍ରାନ୍ତିରେ ନାରୀମାନେ ଶରୀରର କୌଣସି ଗହଣା ଅଳଙ୍କାର ଉତାରିବା କଥା ନୁହଁ। ଆପଣ ଯଦି ଶରୀରରୁ କିଛି ଅଳଙ୍କାର ଉତାରିକି ନୂଆ ପିନ୍ଧିବାକୁ ଚାହୁଁଛନ୍ତି, ସଂକ୍ରାନ୍ତିର ପୂର୍ବରୁ ହିଁ ପିନ୍ଧି ନେବା ଉଚିତ। କାହା ସହିତ ଝଗଡ଼ା କରିବା ଉଚିତ ନୁହଁ। କାହାକୁ ଅପମାନ ଦେବା କି କଳି କାହା ସହିତ କରିବା ମଧ୍ୟ ଏହି ଦିନରେ ଉଚିତ ନିଜ ପାଇଁ ନୁହେଁ। ମକର ସଂକ୍ରାନ୍ତିର ପୂଜା ନିୟମ କେମିତି କ'ଣ ପୂଜା କରିବା, ଏବେ ଆସନ୍ତୁ ଜାଣିବା। ମକର ସଂକ୍ରାନ୍ତି ଦିନ ସକାଳୁ ପୁରା ଉଠିକି ଗାଧୋଇ ଭଲ ଲୁଗା ପିନ୍ଧି ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ର ତୋରଣ ଦେଇ ମୁଖ୍ୟ ଦ୍ୱାରରେ ମୁରୁଜ ପକାଇ ଠାକୁରଙ୍କର ଘରେ ମୁରୁଜ ପକାଇଦେବା ଉଚିତ। ତାପରେ ଛାତ ଉପରେ କିମ୍ବା ଚଉରା ପାଖରେ ସୂର୍ଯ୍ୟଙ୍କର ପ୍ରତିମା ଆଙ୍କି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ। ଜଳରେ ନାଲି ମନ୍ଦାର ଏବଂ ନାଲି ସିନ୍ଦୁର ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ। ସୂର୍ଯ୍ୟଙ୍କ ପାଖରେ ମକର ଚାଉଳର ଭୋଗ ଲଗାଇ ଧୂପ ଦୀପରେ ବନ୍ଦାଇ ପ୍ରଥମେ ଆମେ ସୂର୍ଯ୍ୟ ପୂଜା କରିବା ଉଚିତ। ସୂର୍ଯ୍ୟ ପୂଜା ପରେ ମା ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରି ଫୁଲରେ ସଜେଇକି ମକର ଚାଉଳ ଭୋଗ ଲଗାଇ ଧୂପ ଦୀପରେ ବନ୍ଦାଇ ଚଉରା ଚାରିପଟେ ପ୍ରଦକ୍ଷିଣା କରିବା ଉଚିତ 3 ଥର। ଶେଷରେ ଘର ଠାକୁରଙ୍କୁ ପୂଜା କରି ମକର ଚାଉଳ ଆମେ ଭୋଗ ଲଗାଇବା ଉଚିତ। ପିତ୍ତଳ ଥାଳି ଉପରେ କଦଳୀ ପତ୍ର ପକାଇକି ଆମେ ଭୋଗ ଲଗାଇବା ସବୁଠାରୁ ଶୁଭ ଅଟେ। ତାପରେ ମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ କରିବା ଉଚିତ। ନହେଲେ ଆପଣ ପ୍ରଥମେ ମନ୍ଦିରକୁ ଯାଇ ତାପରେ ଘରେ ଆସି ପୂଜା କରିବେ ଘର ଠାକୁରଙ୍କର, ନହେଲେ ଆପଣ ଘର ପୂଜା ସାରିକି ମଧ୍ୟ ମନ୍ଦିର ଯାଇପାରିବେ। ପ୍ରସାଦକୁ ଅନ୍ୟମାନଙ୍କୁ ଦେଇ ନିଜେ ପାଇବା ଉଚିତ। ଏହି ଦିନ ଗରିବ ଲୋକମାନଙ୍କୁ ଖାଇବାକୁ ଦେଲେ, କିଛି ଦାନ କଲେ ଅଧିକ ପୁଣ୍ୟ ଅର୍ଜନ ହୋଇଥାଏ। ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଆପଣମାନେ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଧନ୍ୟବାଦ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସିଥାଏ, ତାହେଲେ ଭିଡ଼ିଓକୁ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟରେ ଜୟ ଜଗନ୍ନାଥ ବୋଲି ସମସ୍ତେ ଲେଖିବେ। ଆଉ ଏମିତି ଶିକ୍ଷଣୀୟ ଭିଡ଼ିଓ ଦେଖିବାକୁ ପ୍ରତ୍ୟେକ ଦିନ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିପାରିବେ। ଜୟ ଜଗନ୍ନାଥ, ଧନ୍ୟବାଦ।